ଆମର ପରିବାର ଆଜକୁ ଦୀର୍ଘ 45 ବର୍ଷ ହେଲା ଆମେ ରାଜନୀତି କଲାଣି। ବର୍ତ୍ତମାନ ଆମକୁ ସେମିତି ସେ କାଉନସିଲର ବସେଇ ଦେଇଛନ୍ତି। ଆମକୁ ମିଥ୍ୟା ପ୍ରତିଶ୍ରୁତି ଦେଇକିରି ଆଜି ଚେୟାରମ୍ୟାନ୍ କରିବୁ, ସକାଳ ସୂର୍ଯ୍ୟ ଛୁଇଁଛୁ, ଚନ୍ଦ୍ର ଛୁଇଁଛୁ, ଏସବୁ ମିଥ୍ୟା ପ୍ରତିଶ୍ରୁତି ଆମକୁ ଧୋକାବାଜ କରି ଆମ ବେକାରେ ଚପଲ ମାନ ଗଳିଲା ବେଳେ ବାହାରିଛୁ। ଏଇଥରକ ଶଙ୍ଖ ମୁଖା ପିନ୍ଧିକିରି 2 ନମ୍ବର ୱାର୍ଡରେ ପ୍ରତ୍ୟେକ ୱାର୍ଡରେ ମାନେ ବିରୋଧୀ ପାର୍ଟିକୁ ସମର୍ଥନ କରୁଛୁ। ଏଭଳିଆ ଲୋକ ଯଦି ଟିକେଟ ଦିଆଯିବ ତା ବିରୁଦ୍ଧରେ ମୁଁ ସଂଗ୍ରାମ କରିବା ପାଇଁ ଏଠାରୁ ରାଜେନ୍ଦ୍ର ସାହୁ ହଟାଇବା ପାଇଁ ବର୍ତ୍ତମାନ ମୁଁ ପ୍ରାର୍ଥୀ ଅଛି। ରାଜେନ୍ଦ୍ର ସାହୁ ଯେତେ ଶୀଘ୍ର ମୁଁ ଅନୁରୋଧ କରୁଛି, ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭାଇସ୍ ସଚିବ ପାଣ୍ଡିଆନ୍ ସାର୍ ଏବଂ ପାର୍ଟି ପ୍ରବକ୍ତା ମାନସ ମଙ୍ଗରାଜ, ବବି ଦାସକୁ ଅନୁରୋଧ କରୁଛି ଏଠାରୁ ଶୀଘ୍ର ପରିବର୍ତ୍ତନ କରାଯାଉ, ନହେଲେ ଏଠୁ ବିଜୁ ଜନତା ଦଳ ପ୍ରାର୍ଥୀ ରାଜେନ୍ଦ୍ର ସାହୁ ଶୋଚନୀୟ ପରାଜୟ ବରଣ କରିବ। ଏଠି ସ୍ୱାଧୀନ ପ୍ରାର୍ଥୀ ଜିତିବ। ଏଠି ସ୍ୱାଧୀନ ପ୍ରାର୍ଥୀ ଦୁର୍ନୀତି ହଟାଇବା ପାଇଁ ମୁଁ ଶପଥ ନେଇଛି। ଏଠାରେ ହେଇଛି କଣ୍ଟ୍ରାକ୍ଟର କଥା କର। ଏଠି ଗୋଟେ ଲୋକ ଯଦି ଫୋନ କରିବ ସେ ଉଠେଇବେ ନାହିଁ, ଗୋଟେ କାଉନସିଲର ଫୋନ କଲେ ସେ ଉଠେଇବେ ନାହିଁ, କଣ୍ଟ୍ରାକ୍ଟ ଫୋନ କଲେ ଗୋଟେ ସେକେଣ୍ଡରେ ଉଠେଇଦେବେ। ଲୋକକୁ ଦେଖିଲେ ଅନ୍ୟ ବାଡ ଗଳା ଦେଇକି ଲୁଚିକି ପଳେଇବେ। ସେଇ ଲୋକକୁ ଦିଆଯାଇଛି ଟିକେଟ।